ବିଜେଡି ଭାଙ୍ଗିଯିବ, ବିଜେଡି ଭାଙ୍ଗିଗଲା, ବିଜେଡି ଭାଙ୍ଗିଯିବ ଆଉ ତାକୁ ବିସ୍କୁଟ ମିଡିଆ ବାରମ୍ବାର 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 ବଜେଇ ବଜେଇ ଚାଲିଛି। ଏ ନା ମତେ ମଧ୍ୟ 50 କୋଟି ଟଙ୍କାର ଅଫର ଆସୁଥିଲା, କିନ୍ତୁ ଯିଏ ନବୀନ ପଟ୍ଟନାୟକ ଭଲ ପାଏ, ଯେ ନବୀନ ପଟ୍ଟନାୟକ ସାଙ୍ଗରେ ଥିବ, ସିଏ କେବେ ତା ପାଇଁ ପଇସା କୋठी ମାନେ କିଛି ମାନେ ରଖେ ନା। ବିକ୍ରି ଖର୍ଦ୍ଦ ସେ ହେଇ ପାରିବନି। ଆପଣ ଯାଇକି ବାଲିଯାତ୍ରା ପଡିଆରେ ଚିତ୍ତ ଜେନାଙ୍କ ଗୀତ ବୋଲିଲେ, ନ ଯାଏ ରେ ନ ଯା ଗୋରୀ ବାଲିଯାତ୍ରା ଦେଖି ତ ଗୋରା ଦେହେ ଯିବ କାଳେ ନଜର ଲାଖି। କାହିଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏତେ ରାଗୁଛନ୍ତି? ମୁଁ ନିଜେ ଦେଖୁଛି, ଆପଣ ମାନେ ମଧ୍ୟ ଭିଜୁଆଲ ଦେଖୁଛନ୍ତି, ମୁଁ ନିଜେ ଅନୁଭବ କଲେଣି। 2-3ଟା କେସ୍ ମଧ୍ୟ ମୋ ନଜରକୁ ଆସିଲାଣି। ଆଜି ସକାଳର କଥା, ମାନ୍ୟବର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସିଛନ୍ତି, ମୁଁ ତାଙ୍କ ପଛେ ପଛେ ମଧ୍ୟ ଦିଲ୍ଲୀ ଆସିଲି। ଲାଉଞ୍ଜରେ ବସିଥିଲେ, ଲାଉଞ୍ଜରେ ଚାହା ଦେଲେ ତାଙ୍କୁ ପିଇବା ପାଇଁ। ସେ ଚାହା ଦେଲେ ଯେତେବେଳେ ସେ ରାଗିଲେ ସେଇଠି, କାହିଁକି ମତେ ଅଧ କପ୍ ଚାହା ଦିଆଯାଇଛି। ଆଜ୍ଞା, ଯଦି ଆପଣଙ୍କର ଆବଶ୍ୟକତା ଥିଲା ଆପଣ ଆହୁରି କହିଲେନି, ସେ ଚାହା ଏତେ ବଡ କଂସରେ କଂସେ ଖଣ୍ଡେ ଚାହା କରିକି ନା ଗୁଡ ଗୁଡ ପକେଇ ମୁଡି ବୁଡି ପକେଇକି ଆପଣଙ୍କୁ ଦେଇଥାନ୍ତେ। ଆପଣ ଖାଲି ଆଜି ରାଗିଲେନି ସେଠି, ଆପଣ ଗତକାଲି ମଧ୍ୟ ବିର୍ସା ମୁଣ୍ଡା ଜୟନ୍ତୀରେ ଯେତେବେଳେ ଲଞ୍ଚର ବ୍ୟବସ୍ଥା କରାଯାଇଥିଲା ଆପଣ ପାଇଁ, ଆପଣ ସେଠି ମଧ୍ୟ ରାଗିଲେ। ଆପଣ ସେଠି ତନ୍ଦୁରୀ ରୁଟି ଖୋଜିଲେ, ତନ୍ଦୁରୀ ରୁଟି ହେଇନଥିଲା ବୋଲି କହିଲେ ରାଗିକିନା, ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଁ କଣ ଖାଇବି, ମୋର କଣ ଗୋଟେ ମେନୁ ନାହିଁ। ଆଜ୍ଞା, ଆପଣ କେବଳ ଖାଇବା ପାଇଁ ହିଁ ନାହାନ୍ତି, କିନ୍ତୁ ଖାଇବା ବି ଖାଆନ୍ତୁ। ଆପଣ ଯଦି ଖାଇବେ, ଆପଣ ଆମର ମୁଖ୍ୟମନ୍ତ୍ରୀ, ଆପଣ ଆସନ୍ତୁ ଯାହା ଘରକୁ, ମୋ ଘରକୁ ବି ଆସନ୍ତୁ, ମୁଁ ଆପଣ ଯାହା କହିବେ ଆମେ ତିଆରି କରିକି ଖାଇବାକୁ ଦେବୁ, ମଗେଇ ଖାଇବାକୁ ଦେବୁ। ଗୋଟେ ସୀମିତ ଗୋଟେ ଚାରି କାନ୍ଥ ଭିତରେ ଆବଦ୍ଧ ରହିବାର ଆବଶ୍ୟକତା ଅଛି। ଏ ଜିନିଷ ଆପଣ ମୁଖ୍ୟମନ୍ତ୍ରୀ, ଏଗୁଡା ବାହାରେ ହେଲେ ଲୋକ ମଧ୍ୟ ଆପଣଙ୍କୁ ମାନେ ଖରାପ ଦୃଷ୍ଟିରେ ଦେଖିବେ। ଆପଣ ଆମର ମାନେ ଯେତେବେଳେ ଓଡିଶା କଥା ବାହାରେ ଆସି ଚାରିଆଡେ ଆଲୋଚନା ହବ। ବାଲିଯାତ୍ରା ପଡିଆରେ ଚିତ୍ତ ଜେନାଙ୍କ ଗୀତ ବୋଲିଲେ, ନ ଯାଏ ରେ ନ ଯା ଗୋରୀ ବାଲିଯାତ୍ରା ଦେଖି ତ ଗୋରା ଦେହେ ଯିବ କାଳେ ନଜର ଲାଖି। ଇଏ ଆମ ପରମ୍ପରା, ଏଇ ପରମ୍ପରା ଆମ ମୁଖ୍ୟମନ୍ତ୍ରୀ। ଓ ବାଲିଯାତ୍ରାକୁ କଣ ଖାଲି ଗୋରା ଲୋକମାନେ ଯିବେ, ଆଉ କଳା ଲୋକ କେହି ବାଲିଯାତ୍ରା ଦେଖିବାକୁ ଯିବେନି? ଆପଣ ସେଇଥିପାଇଁ ଆଉ କାହିଁକି ନା ଆପଣ କାଗଜ ଦେଖି ଏଇଟା ଖାଲି ପଢିଲେନି, ଏକଥା ମଧ୍ୟ ପଢୁଥିଲେ ଆକାମା ବେଇ। ଦେଖନ୍ତୁ ଆପଣ କଣ କହୁଛନ୍ତି। ଇଏ ହଉଛି ଆମ ଓଡିଆ अस्मिता, ଓଡିଆ ପରମ୍ପରା। 5 ମାସ ହେଇସାରିଲାଣି ସରକାରକୁ ଆସିବାର। 5 ମାସ ଭିତରେ ଆପଣ କଣ ଗୋଟିଏ କାମ କରିଛନ୍ତି ଦେଖନ୍ତୁ। ମାଟି ମୁଠାଟେ କୋଉଠି ପକେଇଛନ୍ତି? ଗୋଟେ ମୁଠେ ମାଟି। ଆପଣଙ୍କୁ ଭଲ ଭାବରେ ଜଣା, ବର୍ଷା ଦିନ ହେଲେ ଅନେକ ରାସ୍ତା, ଅନେକ ପିଚୁ, ଯୋଉଗୁଡାକ ବର୍ଷା ପାଣି ଖାଇବେ, ପଚାରିଦେବେ ଆପଣ ଇଞ୍ଜିନିୟର, ବର୍ଷା ପାଣି ଖାଇଲେ ସେଗୁଡାକ ଛୋଟ ଛୋଟ ଗାତ ହେଇଯାଏ ଏବଂ ତାପରେ ସବୁବେଳେ ଗାଡି ଚାଲିଲା ପରେ ସେଟା ଉଠିଯାଏ। ଯେତେ ଭଲ ହଉ, ଯେତେ ଫେଭର ହଉ, ଯେତେ ଭଲ ଯାଆନ୍ତୁ ପଚାରିବେ। କିନ୍ତୁ ଗୋଟେ କଥା ମୁଁ କହିବି, ଆପଣ ତାକୁ ମଧ୍ୟ କରିପାରୁନାହାନ୍ତି। ଛୋଟ ଛୋଟ ଖାଲ ଆଜି ବଡ ଖାଲ ହେଇଗଲାଣି। 5 ମାସରେ ଇଏ ଆପଣଙ୍କର ଉପଲବ୍ଧି। 5 ମାସରେ ଇଏ ଆପଣଙ୍କର ଉପଲବ୍ଧି। ଆମ୍ବ ଟାକୁଆ ଯାଉ ଖାଇକିନା ମାଣ୍ଡିପକା ଗାଁରେ ଲୋକ ମରୁଛନ୍ତି। 5 ମାସରେ ଲ ଆଣ୍ଡ ଅର୍ଡର କୁଆଡେ ଗଲାଣି, ଇଏ ଆପଣଙ୍କର ଉପଲବ୍ଧି। ଆଉ ଆପଣ ବୁଲି ବୁଲି ଭୁରି ଭୋଜନ କରୁଛନ୍ତି। ଆଉ ତା ଦେହରେ କଣ କହୁଛନ୍ତି? ଆପଣଙ୍କର କିଛି ମନ୍ତ୍ରୀ ଅଛନ୍ତି, କଣ କହୁଛନ୍ତି? ମନ୍ତ୍ରୀ କିଛି କହୁଛନ୍ତି, ବିଜୁ ଜନତା ଦଳ ବିଜେଡି ଭାଙ୍ଗିଯିବ, ବିଜେଡି ଭାଙ୍ଗିଗଲା, ବିଜେଡି ଭାଙ୍ଗିଯିବ ଆଉ ତାକୁ ବିସ୍କୁଟ ମିଡିଆ ବାରମ୍ବାର 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 ବଜେଇ ବଜେଇ ଚାଲିଛି। ଏ ନା ମନେ ରଖିଥାନ୍ତୁ ଆଜ୍ଞା, ଆପଣ ଜମା ବ୍ୟସ୍ତ ହୁଅନ୍ତୁନି। ସବୁ ଲୋକକୁ ଆପଣ କିଣି ପାରିବେ ନାହିଁ। କିଣିଛନ୍ତି, ଆପଣ କିଛି ଲୋକଙ୍କୁ କିଣିଛନ୍ତି, ଆମେ ଜାଣିଛୁ, କିନ୍ତୁ ଯିଏ ବିକ୍ରି କିଣି ହବ, ଖର୍ଦ୍ଦି ହବା ଲୋକ, ସେ ବିକ୍ରି ଖର୍ଦ୍ଦି ହବ। ଆପଣ ଠିକ ସମୟରେ ମୁଁ ମଧ୍ୟ କହିବି, ଆପଣଙ୍କର ମତେ ମଧ୍ୟ 50 କୋଟି ଟଙ୍କାର ଅଫର ଆସୁଥିଲା, କିନ୍ତୁ ଯିଏ ନବୀନ ପଟ୍ଟନାୟକ ଭଲ ପାଏ, ଯେ ନବୀନ ପଟ୍ଟନାୟକ ସାଙ୍ଗରେ ଥିବ, ସିଏ କେବେ ତା ପାଇଁ ପଇସା କୋଠି ମାନେ କିଛି ମାନେ ରଖେ ନା। ବିକ୍ରି ଖର୍ଦ୍ଦି ସେ ହେଇ ପାରିବନି। ଆଉ କିଣା ବିକା ଯିଏ ହବା ପାଇଁ, ଯାହାର ଜନ୍ମ ବିକ୍ରି ଖର୍ଦ୍ଦି ହବା ପାଇଁ, ସେ ବିକ୍ରି ଖର୍ଦ୍ଦି ହବ। ସମସ୍ତେ ଆଜ୍ଞା କିଣା ବିକା ହେଇପାରନ୍ତିନି। ଅନେକ ଲୋକ ଅଛନ୍ତି ବିଜୁ ଜନତା ଦଳରେ, ଯେ ନବୀନ ପଟ୍ଟନାୟକ ହୃଦୟରୁ ଭଲ ପାଇଛନ୍ତି। ଖାଲି ନବୀନ ପଟ୍ଟନାୟକ ଆମେ ଭଲ ପାଉନୁ, ମୁଁ ଦେଖେଇ ଦେଇଛି। ଗୋଟେ କୁନି ଛୋଟ 3 ବର୍ଷର ଝିଅଟି କୋଉ ଭଳି ଭାବେ ନିଷ୍ପାପ ଭଲ ପାଇବା, କୋଉ ଭଳି ଭାବେ ଯାଦୁ ଅଛି ତାଙ୍କ ଦେହରେ। ମୁଁ ତାଙ୍କୁ ସବୁବେଳେ କହେ ସନ୍ଥ ପୁରୁଷ। ସେଠି କେମିତି କାମ କରନ୍ତି ତାଙ୍କଠୁ ଥରେ ଶିଖନ୍ତୁ ଆଜ୍ଞା।